ଆସନ୍ତୁ ପ୍ରିୟମାନେ, ଆଜି ଆମେ ଏକ ବିଷୟ ଶିଖିବା ପାଇଁ ଯିବା। ତୁମେ କେଉଁ ବିଷୟରେ ବ୍ୟସ୍ତ ଅଛ, ବା ଆଜି ଆମେମାନେ କେଉଁ ବିଷୟରେ ବ୍ୟସ୍ତ ଅଛୁ? ଏହା ଏକ ପ୍ରଶ୍ନ। ଖ୍ରୀଷ୍ଟିଆନ ଲୋକମାନେ କେଉଁ ବିଷୟରେ ବ୍ୟସ୍ତ ରହିବା ଦରକାର? ପ୍ରଭୁଙ୍କୁ ପାଇଥିବା ଲୋକମାନେ କେଉଁ ବିଷୟରେ ବ୍ୟସ୍ତ ରହିବା ଦରକାର? ଏ ବିଷୟ ଆଜି ଦେଖିବା ପାଇଁ ଯିବା। କେଉଁ ବିଷୟରେ ବ୍ୟସ୍ତ ରହିବାର, କେଉଁ ବିଷୟରେ ବ୍ୟସ୍ତ ନ ରହିବାର, ଏ ବିଷୟ ଆଜି ଆମେ ଦେଖିବା ପାଇଁ ଯିବା। ପ୍ରିୟମାନେ, ଆଜିର ଜଗତରେ ଥିବା ଲୋକମାନେ କେଉଁ କେଉଁ ବିଷୟରେ ବ୍ୟସ୍ତ ଅଛନ୍ତି? ଆମେ ଦେଖିବାକୁ ଗଲେ ଖାଇବାରେ ବ୍ୟସ୍ତ ଅଛନ୍ତି, ପିଇବାରେ ବ୍ୟସ୍ତ ଅଛନ୍ତି, କିଣିବାରେ ବ୍ୟସ୍ତ ଅଛନ୍ତି, କ୍ରୟ ବିକ୍ରୟରେ ବ୍ୟସ୍ତ ଅଛନ୍ତି, ଘର ବାନ୍ଧିବାରେ ବ୍ୟସ୍ତ ଅଛନ୍ତି, ବିବାହ କରିବାରେ ବ୍ୟସ୍ତ ଅଛନ୍ତି, ବିବାହ ଦେବାରେ ବ୍ୟସ୍ତ ଅଛନ୍ତି। ଆଜି ଜାଗତିକ ବିଷୟ ନେଇ ଆଜି ଅନେକ ଲୋକମାନେ ଏହି ଜାଗତିକ ବିଷୟରେ ବ୍ୟସ୍ତ ଅଛନ୍ତି। ତେବେ ଦେଖିବା ପାଇଁ ଯିବା ପ୍ରିୟମାନେ, ଏହି ଜଗତରେ ଥିଲା ଲୋକମାନେ, ନୋହଙ୍କ ସମୟରେ ଲୋକମାନେ କେମିତି ବ୍ୟସ୍ତ ଥିଲେ ଲେଖାଯାଇଛି। ନୋହ ଏବଂ ତାଙ୍କର କୁଟୁମ୍ବ ପରିବାର, ତାଙ୍କର ପୁଅ ବୋହୂ, ତାଙ୍କ ସ୍ତ୍ରୀ କେଉଁ ବିଷୟରେ ବ୍ୟସ୍ତ ଥିଲେ? ସେହି ସମୟର ଲୋକମାନେ କେଉଁ ବିଷୟରେ ବ୍ୟସ୍ତ ଥିଲେ? ନୋହଙ୍କର କୁଟୁମ୍ବ ପରିବାର କେଉଁ ବିଷୟରେ ବ୍ୟସ୍ତ ଥିଲେ ଓ ନୋହଙ୍କ ସମୟର ଲୋକମାନେ କେଉଁ ବିଷୟରେ ବ୍ୟସ୍ତ ଥିଲେ? ଆଜି ଆମେ ଦେଖିବା ପାଇଁ ଯିବା। ହେଲେ ଦେଖୁଛୁ ଏଠି ପ୍ରିୟମାନେ, ନୋହଙ୍କ ସମୟରେ ଆମେ ଦେଖିବା ପାଇଁ ଗଲେ, ନୋହଙ୍କ ସମୟରେ ଲୋକମାନେ ଖାଇବାରେ, ପିଇବାରେ, ପିନ୍ଧିବାରେ, ଓଢ଼ିବାରେ, ଘର ବାନ୍ଧିବାରେ, ଗଛ ଲଗାଇବାରେ, ଏମାନେ ବିବାହ କରିବାରେ, ବିବାହ ଦେବାରେ ଏମାନେ ବ୍ୟସ୍ତ ଥିଲେ ବୋଲି ଲେଖାଯାଇଅଛି। ଆଦି ପୁସ୍ତକ ତାର 6 ଅଧ୍ୟାୟରେ ଲେଖାଯାଇଛି। ଆଦି ପୁସ୍ତକ ତାର 6 ଅଧ୍ୟାୟରେ ଲେଖାଯାଇଛି। ପ୍ରିୟମାନେ, ଆପଣମାନେ ଏହା ତୁମେ ଅଧ୍ୟୟନ କଲେ ଜଣାପଡ଼ିବ। ଆଦି ପୁସ୍ତକ ତାର 6 ଅଧ୍ୟାୟରେ ଲୋକମାନଙ୍କର ବ୍ୟକ୍ତିଗତ କ'ଣ, ସେମାନେ କେଉଁ କାମରେ ବ୍ୟସ୍ତ ଅଛନ୍ତି ଏଠି ଲେଖାଯାଇଛି। ନୋହଙ୍କର 1 ଠାରୁ ତାର 22 ପର୍ଯ୍ୟନ୍ତ ପଢ଼ିବାକୁ ଗଲେ ଏଠି ଲେଖାଯାଇଛି ପ୍ରିୟମାନେ, ନୋହ କେଉଁ କାମରେ ବ୍ୟସ୍ତ ଥିଲେ ଏଠି ଦେଖିବା ପାଇଁ ଗଲେ ପ୍ରିୟମାନେ। ହେଲେ ନୋହ କେଉଁ ବିଷୟରେ ବ୍ୟସ୍ତ ଥିଲେ? ନୋହ ଜାହାଜ ନିର୍ମାଣ କରିବା ନିମନ୍ତେ ବ୍ୟସ୍ତ ଥିଲେ। ଜାହାଜ ନିର୍ମାଣ କରିବା ବିଷୟରେ ନୋହ ବ୍ୟସ୍ତ ଥିଲେ। ନୋହଙ୍କର କୁଟୁମ୍ବ ପରିବାର ମଧ୍ୟ ସେହି ଜାହାଜ ନିର୍ମାଣ କରିବା ନିମନ୍ତେ ବ୍ୟସ୍ତ ଥିଲେ। ସଦାପ୍ରଭୁ ନୋହକୁ କହିଲେ, ତୁମେ ଏକ ଜାହାଜ ନିର୍ମାଣ କର, ସେହି ଜାହାଜରେ ତୁମେ ପ୍ରବେଶ କରିବ। ଯେଉଁ ଲୋକମାନେ ସେହି ଜାହାଜରେ ପ୍ରବେଶ କରିବେ ସେମାନେ ଉଦ୍ଧାର ପାଇବେ, ରକ୍ଷା ପାଇବେ। ଏହି ପୃଥିବୀକୁ ଜଳପ୍ଳାବନ ହେବ। 40 ଦିନ 40 ରାତ୍ର ବର୍ଷା ହେବ, ମୁଷଳଧାରାର ବର୍ଷା ହେବ। ଆଜି ଅନେକ ଲୋକମାନେ ମରିଯିବେ। ପୃଥିବୀ ସବୁକିଛି ମଗ୍ନ ହୋଇଯିବ ଜଳ ଦ୍ୱାରା। ତେଣୁକରି ତୁମେ ରକ୍ଷା ପାଇବ, ତାହେଲେ ଏକ ଜାହାଜ ନିର୍ମାଣ କର ବୋଲି ପ୍ରଭୁ ତାଙ୍କୁ ଦେଖାଇଥିଲେ। ତେଣୁକରି ପ୍ରିୟମାନେ, ନୋହ ଏବଂ ତାଙ୍କର କୁଟୁମ୍ବ ପରିବାର ସେହି ଜାହାଜ ନିର୍ମାଣ କରିବାରେ ବ୍ୟସ୍ତ ଥିଲେ। ହେଲେ ଦେଖିବା ପାଇଁ ଗଲେ ପ୍ରିୟମାନେ, ଏଠି ସେହି ନୋହଙ୍କର ଦିନ କେମିତି ଥିଲା, ଆଜିର ଦିନ ମଧ୍ୟ ସେମିତି ଅଛି। ନୋହଙ୍କର ଦିନରେ କେମିତି ଥିଲେ ଲୋକମାନେ, ଆଜିର ଦିନରେ ମଧ୍ୟ ଲୋକମାନେ ସେମିତି ଅଛନ୍ତି। ଦେଖିବା ପାଇଁ ଗଲେ ଦେଖନ୍ତୁ, ମୋ ସହିତ କାଢ଼ନ୍ତୁ, ପଢ଼ନ୍ତୁ। ଲୋଟଙ୍କ ସମୟରେ କେମିତି ଥିଲା, ଆଜି ମଧ୍ୟ ସେମିତି ଲୋକମାନେ ଅଛନ୍ତି। ଦେଖନ୍ତୁ, ଲୁକ ସୁସମାଚାର ତାର 14 ଅଧ୍ୟାୟ 27-28। ଲୁକ ସୁସମାଚାର ତାର 14 ଅଧ୍ୟାୟ 27-28 ପଦରେ ଲେଖାଯାଇଛି। ତେବେ ପ୍ରିୟମାନେ ଟିକେ ଅଧ୍ୟୟନ କରନ୍ତୁ। ଆମେ ଦେଖିବା ପାଇଁ ଯିବା 17 ଅଧ୍ୟାୟ ତାର 27-28 ପଦରେ ଲେଖାଯାଇଛି। ଓକେ। ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନ ପାନ, ବିବାହ କରିବା, ବିବାହ ଦେବାରେ ବ୍ୟସ୍ତ ଥିଲେ। କେଉଁ ବିଷୟରେ ବ୍ୟସ୍ତ ଥିଲେ? ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ କ'ଣ କରୁଥିଲେ? ଭୋଜନ ପାନ ଓ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ। ପୁଣି ଜଳପ୍ଳାବନ ଆସି ସେମାନଙ୍କୁ ବିନାଶ କଲା। ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା। ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। କିନ୍ତୁ ଲୋଟ ସୋଦମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି
ସମସ୍ତଙ୍କୁ ବିନାଶ କଲା। ତେବେ ଦେଖିବା ପାଇଁ ଗଲୁ ପ୍ରିୟମାନେ, ଏଠି ନୋଆଙ୍କ ଦିନରେ ଯେମିତି ଥିଲା ଆଜିର ଦିନରେ ମଧ୍ୟ ସେମିତି ଅଛି। ଆଜି ଲୋକମାନେ କେଉଁ ବିଷୟରେ ବ୍ୟସ୍ତ ଅଛନ୍ତି ଆମେ ଦେଖିଲୁ ପ୍ରିୟମାନେ। ଘର ବାନ୍ଧିବାରେ, ବିବାହ କରିବାରେ, ବିବାହ ଦେବାରେ, ଗଛ ଲଗାଇବାରେ, ଖାଇବାରେ, ପିଇବାରେ ଆଜିକାଲି ଲୋକମାନେ ବ୍ୟସ୍ତ ଅଛନ୍ତି। ତେବେ ସେଦିନ ନୋହ ଖାଇବା ପିଇବାରେ ବ୍ୟସ୍ତ ନାହାନ୍ତି, ଗଛ ଲଗାଇବାରେ, ବିବାହ କରିବାରେ, ବିବାହ ଦେବାରେ ବ୍ୟସ୍ତ ନାହାନ୍ତି। ତାଙ୍କର କାର୍ଯ୍ୟ ଅଲଗା। ସଦାପ୍ରଭୁ ଯେଉଁ କାର୍ଯ୍ୟ ସେମାନଙ୍କୁ ସମର୍ପଣ କରିଥିଲେ ସେ କାର୍ଯ୍ୟ କରିବା ପାଇଁ ଏମାନେ ବ୍ୟସ୍ତରେ ଅଛନ୍ତି, ନୋହ ଏବଂ ତାଙ୍କର କୁଟୁମ୍ବ ପରିବାର ସମସ୍ତେ। ତେବେ ଦେଖିବା ଆଜିର ଲୋକମାନେ କେଉଁ ବିଷୟରେ ବ୍ୟସ୍ତ ଅଛନ୍ତି। ଦେଖୁଛୁ ମଣିଷମାନେ ଅଧର୍ମ କରିବାରେ ବ୍ୟସ୍ତ ଅଛନ୍ତି ପ୍ରିୟମାନେ, ଅଧର୍ମ କରିବାରେ। ଜିରିମିୟ ପୁସ୍ତକ ଦେଖିବା ପାଇଁ ଯିବା, 9 ଅଧ୍ୟାୟ ତାର 5 ପଦ। ଜିରିମିୟ 9 ପର୍ବ ତାର 5 ପଦ। ଜିରିମିୟ ଠିକ୍ ଦେଖିବା ପାଇଁ ଗଲେ ଏଠି ଲେଖାଯାଇଛି ପ୍ରିୟମାନେ, ଦେଖିବା ପାଇଁ ଯିବା ଜିରିମିୟ 9:5 ପର୍ବ। ଆଉ ସେମାନେ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ। ସେମାନେ ଆପଣା ଆପଣା ଜିହାକୁ ମିଥ୍ୟା କହିବା ପାଇଁ ଶିଖାଇ ଅଛନ୍ତି। ସେମାନେ ଅଧର୍ମ କରିବା ପାଇଁ ଆପଣା ମାନଙ୍କୁ ବ୍ୟସ୍ତ କରନ୍ତି। କାହିଁରେ ବ୍ୟସ୍ତ ଅଛନ୍ତି ଆଜିର ଲୋକମାନେ? ମଣିଷମାନଙ୍କୁ ଅଧର୍ମ କରିବା ପାଇଁ ବ୍ୟସ୍ତ ଅଛନ୍ତି। ଲୋକମାନଙ୍କୁ ଅଧର୍ମ କରି ଲୋକମାନଙ୍କୁ ମାରିବା ପାଇଁ, ଲୋକମାନଙ୍କୁ ଠକିବା ପାଇଁ, ଲୋକମାନଙ୍କର ଭୁଣ୍ଡାଇ ଖାଇବା ପାଇଁ ଆଜି ଲୋକମାନେ ବ୍ୟସ୍ତ ଅଛନ୍ତି ପ୍ରିୟମାନେ, ବାଇବଲ କହୁଛି। ତେବେ ଦେଖନ୍ତୁ ଜିରିମିୟ ପୁସ୍ତକରେ ଯାହା ଲେଖା ଅଛି ତାହା ଆମେ ଧ୍ୟାନ କଲୁ। ଲୋକମାନେ କାହିଁରେ ବ୍ୟସ୍ତ ଅଛନ୍ତି? ମାନେ ମଣିଷମାନେ ଅଧର୍ମ କରିବାରେ ବ୍ୟସ୍ତ ଅଛନ୍ତି। ଲୋକମାନେ ଅଧର୍ମ କରିବା ପାଇଁ, ଧର୍ମ କରିବା ପାଇଁ ନାହିଁ, ଅଧର୍ମ କରିବା ପାଇଁ ବ୍ୟସ୍ତ ଅଛନ୍ତି। ଆହୁରି ଦେଖିବା ପାଇଁ ଯିବା ପ୍ରିୟମାନେ, ଗୀତ ସଂହିତା 39 ପର୍ବ 6 ପଦ ଦେଖିବା ପାଇଁ ଯିବା ପ୍ରିୟମାନେ। ଏହି ସମୟରେ ଦେଖନ୍ତୁ ଗୀତ ସଂହିତା 39 ପର୍ବ 6 ପଦରେ ଲେଖାଯାଇଅଛି, ଲୋକମାନେ କ'ଣ କରୁଛନ୍ତି, କ'ଣ ପାଇଁ ବ୍ୟସ୍ତ ଅଛନ୍ତି? ମୋ ସହିତ କାଢ଼ନ୍ତୁ ଏବଂ ଅଧ୍ୟୟନ କରନ୍ତୁ। ପବିତ୍ର ବାଇବଲ କ'ଣ ଲେଖାଯାଇଛି ଦେଖିବା ପାଇଁ ଯିବା। ପଢ଼ନ୍ତୁ ଦୟାକରି 39 ଗୀତ ସଂହିତା ତାର 6 ଦେଖିବା ପାଇଁ ଯିବା। ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ। ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ। କାହିଁରେ ବ୍ୟସ୍ତ? ଅସାରରେ ବ୍ୟସ୍ତ। ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ ଜାଣେ ନାହିଁ। ଆଜି ମଣିଷ କାହିଁରେ ବ୍ୟସ୍ତ ଅଛି? ଧନ ଗଦା କରିବା ପାଇଁ ବ୍ୟସ୍ତ ଅଛି। ଆଜି ଧନ ସମ୍ପଦ ଗଦା କରିବା ପାଇଁ ବ୍ୟସ୍ତ। ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ, ସନ୍ଧ୍ୟାଠାରୁ ରାତି ପର୍ଯ୍ୟନ୍ତ କାମ କାହିଁରେ? ମାନେ ଧନ ଗଦା କରିବା ପାଇଁ। ମାତ୍ରକ ସଦାପ୍ରଭୁ ଯାହା କିଛି କହିଛନ୍ତି ସେ ବିଷୟରେ ଲୋକମାନେ ବ୍ୟସ୍ତ ନାହାନ୍ତି। ପ୍ରାର୍ଥନାରେ ବ୍ୟସ୍ତ ନାହାନ୍ତି, ବାକ୍ୟ ଅଧ୍ୟୟନ କରିବାରେ ବ୍ୟସ୍ତ ନାହାନ୍ତି, ସୁସମାଚାର କାର୍ଯ୍ୟ କରିବାରେ ବ୍ୟସ୍ତ ନୁହନ୍ତି, ପ୍ରଭୁଙ୍କର କାମ କରିବାରେ ବ୍ୟସ୍ତ ନୁହନ୍ତି ଆଜିକାର ଲୋକ। ମାତ୍ରକ ଧନ ଗଦା କରିବା ପାଇଁ ବ୍ୟସ୍ତ ଅଛନ୍ତି। ତେବେ ପ୍ରିୟମାନେ, ଆମେ ଖ୍ରୀଷ୍ଟିଆନ ଲୋକମାନେ କାହିଁରେ ବ୍ୟସ୍ତ ରହିବା ଦରକାର? ପ୍ରାର୍ଥନାରେ ବ୍ୟସ୍ତ ରହିବା ଦରକାର, ସୁସମାଚାର କାର୍ଯ୍ୟରେ ବ୍ୟସ୍ତ ରହିବା ଦରକାର। ପ୍ରଭୁ ଆମକୁ ଯେଉଁ କାର୍ଯ୍ୟ ଦେଇଅଛନ୍ତି ସେହି କାର୍ଯ୍ୟରେ ଆମେମାନେ ବ୍ୟସ୍ତ ରହିବା ଦରକାର। ଆଜି ଜାଗତିକ ଲୋକମାନେ ଧନ ଗଦା କରିବା ପାଇଁ ବ୍ୟସ୍ତ ହେଉଛନ୍ତି, ଅଧର୍ମ କରିବା ପାଇଁ ବ୍ୟସ୍ତରେ ଅଛନ୍ତି। ଆହୁରି ଦେଖିବା ପାଇଁ ପ୍ରିୟମାନେ, ଦେଖିବା ପାଇଁ ଯିବା ମାଥି ସୁସମାଚାର 24 ପର୍ବ 38 ପଦ। ମାଥି ସୁସମାଚାର 24 ପର୍ବ 38 ପଦ ଆମେ ଦେଖିବା ପାଇଁ ଯିବା ପ୍ରିୟମାନେ। ମୋ ସହିତ ଖୋଲନ୍ତୁ ବେଦ ଗ୍ରନ୍ଥ ଏବଂ ପଢ଼ନ୍ତୁ 24 ତାର 38 ପଦ। ଏଠି କ'ଣ ଲେଖାଯାଇଛି ଦେଖିବା ପାଇଁ ଯିବା। ମୋ ସହିତ ଖୋଲନ୍ତୁ, ପଢ଼ନ୍ତୁ। କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନ ପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ, ପୁଣି ହେଲେ ନୋହଙ୍କର ସମୟରେ କେମିତି ଥିଲା, ଆଜିର ଦିନ ମଧ୍ୟ ସେମିତି ଅଛି। ତେବେ ଏଠାକେ ମଧ୍ୟ ଜାଣିବା ଦରକାର ଆମେମାନେ ଯେ ଆମେ କେଉଁ ବିଷୟରେ ବ୍ୟସ୍ତ ଥିବା ଦରକାର ପ୍ରିୟମାନେ। ହେଲେ ଆଜି ଆମେ କେଉଁ ବିଷୟରେ ବ୍ୟସ୍ତ ଥିବା ଦରକାର ପ୍ରଭୁ କହୁଛନ୍ତି। ସେଦିନ ହେଲେ ସେମାନେ ଘର ବାନ୍ଧିବାରେ ବ୍ୟସ୍ତ ଅଛନ୍ତି, ବିକା କିଣାରେ ବ୍ୟସ୍ତ ଅଛନ୍ତି, ଗଛ ଲଗାଇବାରେ ବ୍ୟସ୍ତ ଅଛନ୍ତି, ବିବାହ କରିବାରେ ବ୍ୟସ୍ତ ଅଛନ୍ତି, ବିବାହ ଦେବାରେ ବ୍ୟସ୍ତ ଅଛନ୍ତି, ଗାଁ ଯିବାରେ ବ୍ୟସ୍ତ ଅଛନ୍ତି,
ଧନ ଗଦା କରିବାରେ ବ୍ୟସ୍ତ ଅଛନ୍ତି, ଲୋକମାନଙ୍କୁ ମାରିବାରେ ବ୍ୟସ୍ତ ଅଛନ୍ତି, ଲୋକମାନଙ୍କୁ ଠକିବାରେ ବ୍ୟସ୍ତ ଅଛନ୍ତି, ଲୋକମାନଙ୍କୁ ଅଧର୍ମ କରିବାରେ ବ୍ୟସ୍ତ ଅଛନ୍ତି, ଧର୍ମ କରିବାରେ ବ୍ୟସ୍ତ ନାହାନ୍ତି କେହି। ତେବେ ଆଜି ଆମେ ମାନେ କେଉଁ ବିଷୟରେ ବ୍ୟସ୍ତ ଥିବା ଦରକାର? ଫେରିତ ମାନେ କେଉଁ ବିଷୟରେ ବ୍ୟସ୍ତ ଥିଲେ ଦେଖିବା ପାଇଁ ଯିବା। ଫେରିତ ମାନେ କେଉଁ ବିଷୟରେ ବ୍ୟସ୍ତ ଥିଲେ? ପ୍ରଭୁଙ୍କର ଶିଷ୍ୟମାନେ କେଉଁ ବିଷୟରେ ବ୍ୟସ୍ତ ଥିଲେ? ଆମେ ଦେଖିବା ପାଇଁ ଯିବା ପ୍ରିୟମାନେ। ଆସନ୍ତୁ ମୋ ସହିତ ବେଦ ଗ୍ରନ୍ଥ ଟିକେ ଖୋଲନ୍ତୁ ଏବଂ ଅଧ୍ୟୟନ କରନ୍ତୁ। ପ୍ରେରିତ ପୁସ୍ତକ ତାର 6 ପର୍ବ 2ଠୁ ପଢ଼ନ୍ତୁ। 6ର ତାର 2ଠୁ ପଢ଼ନ୍ତୁ। ସେଥିରେ 12 ଜଣ ପ୍ରେରିତ ମାନେ ଶିଷ୍ୟ ସମୂହକୁ ନିକଟକୁ ଡାକି କହିଲେ, ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ। ପ୍ରିୟମାନେ, ଖାଦ୍ୟ ପରିବେଷଣରେ ଆମେ ବ୍ୟସ୍ତ ରହିବା ଦରକାର ନାହିଁ। ପ୍ରଭୁଙ୍କର ବାକ୍ୟ କ'ଣ କରିବାର ଅଛି? ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାର, ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମମାନଙ୍କର ବ୍ୟସ୍ତ ରହିବା ଉଚିତ ନୁହେଁ, ଉପଯୁକ୍ତ ନୁହେଁ। ଆଜି ଅନେକ ଲୋକମାନେ ଖାଦ୍ୟ ପରିବେଷଣରେ ବ୍ୟସ୍ତ ଅଛନ୍ତି। ପ୍ରିୟମାନେ, ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାରେ ବ୍ୟସ୍ତ ରହିବା ଦରକାର। ଆଜି ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାରେ ବ୍ୟସ୍ତ ଅଛ କି? ସୁସମାଚାର କାର୍ଯ୍ୟ କରିବାରେ ବ୍ୟସ୍ତ ଅଛ କି? ଆଜି ଅନେକ ଲୋକମାନେ ନଷ୍ଟ ହୋଇଯାଉଛନ୍ତି। ପ୍ରିୟମାନେ, ଆମମାନଙ୍କୁ ପ୍ରଭୁ ଯୀଶୁ ଯେଉଁ ଆଜ୍ଞା ଦେଇଅଛନ୍ତି, ତୁମେ ସର୍ବ ଜଗତକୁ ଯାଅ, ସୁସମାଚାର ପ୍ରଚାର କର, ଆମେ ତହିଁରେ ଆମେ ବ୍ୟସ୍ତ ଅଛୁ କି ସୁସମାଚାର ପ୍ରଚାର କରିବାରେ? ନାହିଁ। ହେଲେ ଶିଷ୍ୟମାନେ କ'ଣ ଥିଲେ? ସୁସମାଚାର ପ୍ରଚାର କରିବାରେ ମାନେ ବ୍ୟସ୍ତ ଥିଲେ। ତେବେ ଆଜି ଆମେମାନେ ମଧ୍ୟ ସେହି ପ୍ରଭୁ ଆମମାନଙ୍କୁ ଯେଉଁ କାର୍ଯ୍ୟ ସମର୍ପଣ କରିଅଛନ୍ତି, ସେ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ଥିବା ଦରକାର। ଆଉ ଦେଖିବା ପାଇଁ ଯିବା ପ୍ରିୟମାନେ, ଲୁକ ସୁସମାଚାରରେ କହୁଛନ୍ତି କ'ଣ ଦେଖିବା। 10:4 ଲୁକ ସୁସମାଚାର 10:4ରେ କ'ଣ ଲେଖାଯାଇଛି ଦେଖିବା ପାଇଁ ଯିବା। 10:40, କ୍ଷମା କରନ୍ତୁ, 10:40, 10ର ତାର 40 ଅଧ୍ୟୟନ କରିବା ପ୍ରିୟମାନେ। କିନ୍ତୁ ମାର୍ତା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଚ୍ୟା ଭାର ପକାଇ ଦେଇଅଛି, ସେ ଆଡ଼କୁ କ'ଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ମାର୍ତା ମାର୍ତା, ତୁମେ ବହୁତ ବିଷୟରେ ଚିନ୍ତିତ ବ୍ୟତିଗ୍ରସ୍ତ ହେଉଅଛ, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ଆବଶ୍ୟକ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହାଠାରୁ ନିଆଯିବ ନାହିଁ। କ'ଣ କହୁଛନ୍ତି? ମାରିଆ କାହିଁରେ ବ୍ୟସ୍ତ ଅଛନ୍ତି? ଖାଦ୍ୟ ରୋଷାଇ କରିବାରେ ବ୍ୟସ୍ତ, ଦିଆନିଆରେ ବ୍ୟସ୍ତ। ମାତ୍ର ମାରିଆ କାହିଁରେ ବ୍ୟସ୍ତ ଅଛନ୍ତି? ବାକ୍ୟ ଶୁଣିବାରେ ବ୍ୟସ୍ତ ଅଛନ୍ତି। ବାକ୍ୟ ଶୁଣିବାରେ ବ୍ୟସ୍ତ ଅଛନ୍ତି। ବାକ୍ୟ ଶୁଣିବାରେ ବ୍ୟସ୍ତ ଅଛ, ବାକ୍ୟ ଶିଖିବାରେ ବ୍ୟସ୍ତ ଅଛ। ଆମେ ଯଦି ମାରିଆ ପରି ନ ହେବା, ମାର୍ତା ପରି ହେବା, ତାହେଲେ ପ୍ରିୟମାନେ ଆମେ ସଦାପ୍ରଭୁଙ୍କର ସନ୍ତୋଷଜନକ ପାତ୍ର ହୋଇପାରିବା ନାହିଁ। ଆମେ କାହିଁରେ ଆଜି ବ୍ୟସ୍ତ ଅଛୁ? ନିଜକୁ ନିଜେ ଆମେ ପରୀକ୍ଷା କରିବା। ଆମର ବ୍ୟସ୍ତ କାହିଁରେ? ଧନ ଗଦା କରିବାରେ ବ୍ୟସ୍ତ ଅଛୁ କି? ଧନ ସମ୍ପତ୍ତି ଅର୍ଜନ କରିବାରେ, ଜମି ବଡ଼ା ଘର ବାଡ଼ି ସବୁ ତିଆରି କରିବାରେ, କି ଲୋକମାନଙ୍କର ଅଧର୍ମ କରିବାରେ ବ୍ୟସ୍ତ ଅଛୁ କି? ଲୋକକୁ ଠକି ପଇସା କମାଇବାରେ, ଲୋକମାନଙ୍କୁ ଅନ୍ୟାୟ କରିବାରେ, ପାପ କରିବାରେ, ତାହେଲେ ଆମେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ତେବେ ନୋହ ଯେମିତି ଥିଲେ, ନୋହଙ୍କର କୁଟୁମ୍ବ ଯେମିତି ବ୍ୟସ୍ତରେ ଥିଲେ, ପ୍ରଭୁ ତାଙ୍କୁ ଯେଉଁ କାର୍ଯ୍ୟ ଦେଖାଇଥିଲେ, କହିଥିଲେ, ସେ କାର୍ଯ୍ୟରେ ସେମାନେ ବ୍ୟସ୍ତ ଥିଲେ। ଆଜି ଆମେମାନେ ମଧ୍ୟ ସେମିତି କାର୍ଯ୍ୟରେ ବ୍ୟସ୍ତ ରହିବା ଦରକାର, ତାହେଲେ ଆମେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ ହୋଇପାରିବା। ତେବେ ପ୍ରିୟମାନେ, ଆଜି ଆମେ ବିଷୟ ଶିଖିଲୁ, ଆମେ ପ୍ରଭୁଙ୍କର କାର୍ଯ୍ୟରେ ବ୍ୟସ୍ତ ରହିବା ଦରକାର, ତାହେଲେ ଆମକୁ ସ୍ୱର୍ଗରାଜ୍ୟ ମିଳିବ। ଯଦି ଏ ଜଗତର ବିଷୟରେ ବ୍ୟସ୍ତ ରହିବା, ତାହେଲେ ଈଶ୍ୱରଙ୍କ ରାଜ୍ୟରେ କେବେ ପ୍ରବେଶ କରିପାରିବା ନାହିଁ। ଏହି ବାକ୍ୟ ଦ୍ୱାରା ସଦାପ୍ରଭୁ ସେମିତି ପ୍ରଭୁଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବା ପାଇଁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।